ମୁଁ ଇଞ୍ଜିନିୟର ଅବିନାଶ ରାଉଳ, ମୁଁ ମୁଖ୍ୟ ଯନ୍ତ୍ରୀ ଜଳ ବିକାଶ। ଆଜି ପବିତ୍ର ଶାମ୍ବ ଦଶମୀରେ ଆମେ ଗୋଟେ ପ୍ରାଚୀର ପତ୍ର ଯାହାର ନାମ ଅଳକା ତାକୁ ଉଦ୍ଘାଟନ କଲୁ। ଏ ପ୍ରାଚୀର ପତ୍ରଟି ଆମର ଜଳ ବ୍ୟବସ୍ଥାର ମୁଖପତ୍ର ଓ ପରିଭାଷା ହେଇ ରହିବ। ଏଥିରେ ସାହିତ୍ୟିକ ଏବଂ ବୌଦ୍ଧିକ ବିକାଶ ସହିତ ଆମେ ଯାହା ଯାହା କାମ କରୁଛୁ ଆମର କ୍ଷେତ୍ର ପ୍ରତିଷ୍ଠାନ ମାନଙ୍କରେ ତାର ବି ଆମେ ଏଠି ଡିସପ୍ଲେ କରିବୁ। ଆଉ ଏ ପ୍ରାଚୀର ପତ୍ର ଦ୍ୱାରା ଆମେ ଜଳ ବିକାଶ ଯୋଉ ବିଭାଗ ବା ସଂସ୍ଥା ରହିଛି ତା ସହିତ ଆମ ଜଳ ସମ୍ପଦ ବିଭାଗର ଯାହା ଯାହା ଆମେ କାମ କରୁଛୁ ପ୍ରତ୍ୟେକ ମାସରେ ବା ପ୍ରତ୍ୟେକ 3 ମାସରେ ଥରେ ଆମେ ତାକୁ ଡିସପ୍ଲେ କରିବୁ। ମୁଁ ଆଶା କରୁଛି ଏଇଟା ପ୍ରତ୍ୟେକ ମାସରେ ଆମେ ଯୋଉ ଡିସପ୍ଲେ କରିବୁ ସେଥିରେ ମୋର ସହକର୍ମୀ ମାନଙ୍କର ପ୍ରବନ୍ଧ, କବିତା ଏବଂ ସମାଲୋଚନା ସ୍ଥାନ ପାଇବ। ଆଉ ଏଇଟା ଆମ ପାଇଁ ଗୋଟେ ଦିଗ୍ଦର୍ଶନ ଦବ ଯେ ଆମେ ତାକୁ ପରେ ଯେତେବେଳେ ଆମେ ଅନୁଶୀଳନ କରିବୁ ଆମେ ଜାଣିପାରିବୁ ଯେ ଆମେ କ'ଣ କରୁଛୁ। ଆଉ ବାହାରେ ଯୋଉମାନେ ଆସୁଛନ୍ତି ଆମ ଅନୁଷ୍ଠାନକୁ, ଯୋଉମାନଙ୍କର କିଛି ରହିଛି ଅଭାବ ଅସୁବିଧା ତାକୁ ଲେଖିକିରି ଜଣେଇବାକୁ, ସେମାନେ ବି ଦେଖିବେ ଏବଂ ସେମାନେ ଜାଣିବେ ଯେ ଆମେ ଖାଲି କାମ କରୁନୁ, ଆମେ ଇଞ୍ଜିନିୟର ନୁହଁ, ଆମ ଭିତରେ କିଛି ସାହିତ୍ୟ ସତ୍ତା ରହିଛି। ବହୁତ ବହୁତ ଧନ୍ୟବାଦ ସାର୍। ଏଇଟା କେବଳ ମୁଁ କହିଲି ଆପଣଙ୍କୁ ଯେ ଜଳ ନିକାଶର ସବୁ ଯେତେ ଆମର ସଂସ୍ଥାର ଯେତେ ଅଛି 9ଟା ଡିଭିଜନ ଅଛି, ଆମେ ସବୁ ଯାକର ପ୍ରତ୍ୟେକ ମାସର କିଛି କିଛି ଭଲ କାମ ଏଠି ଡିସପ୍ଲେ କରିବୁ ଏବଂ ଜଳ ସମ୍ପଦ ବିଭାଗରେ ବି ଭଲ କାମ ବି ଡିସପ୍ଲେ କରିବୁ। କିନ୍ତୁ ପ୍ରାଚୀର ପତ୍ରଟା ଜେନେରାଲି লিমিটেড মেসেজ দিয়ে তার গোটে ইয়ে, তেমন আমি জল বিকাশ সংস্থা টোটাল আমার জল বিকাশ চিফ ইঞ্জিনিয়রଙ୍କ ଅଧୀନରେ ଯେତିକି ডিভিଜନ ଅଛି, ସର୍କଲ ଅଛି, ତାର ସବୁ କାମର ବିବରଣୀ ଆମେ এই ଯୋଉ ଅଳକା ପ୍ରାଚୀର ପତ୍ର ଆଜି ଲୋକାର୍ପଣ ଆମର ସମ୍ମାନସ୍ପଦ ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ଅବିନାଶ ରାଉଳ ଯୋଉ ମହୋଦୟ କଲେ, ମୁଁ ତାର ସହ ସମ୍ପାଦକ। ମାତୃଭାଷା ମାତୃଭୂମିର ମମତା ଯାହା ହୃଦୟ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ। ଆମର ସେଇ ସାରସ୍ୱତ ସାଧକ ଗଙ୍ଗାଧର ମେହେରଙ୍କର ଯୋଉ ଭାଷା, ତେଣୁ ସାହିତ୍ୟ ହଉଛି লিটরেচর ইজ ক্রিয়েট এ হ্ୟୁମାନ ବିଙ୍ଗ, লিটরেচର ମିରର ଅଫ୍ ସୋସାଇଟି। ସାହିତ୍ୟ ହେଉଛି ଏକ ପ୍ରତିଛବି ସମାଜର। ତେଣୁ ଆମ ଭିତରେ ଏକ ଏକାତ୍ମକ ସୃଜନଶୀଳ ବୃତ୍ତିଗତ ଜୀବନ ଆମେ ନେଉଛୁ। ତାହା ଭିତରେ ଆମ ଭିତରେ ଯେଉଁ ସୃଜନାତ୍ମକ ରହିଛି ଭାବଧାରା, ତାକୁ ପରିପ୍ରକାଶ କରିବା ପାଇଁ ସମ୍ମାନସ୍ପଦ ମୁଖ୍ୟଯନ୍ତ୍ରୀଙ୍କର ପ୍ରଥମ ପରିକଳ୍ପନାରେ ଆଜି ଏଇଭଳି କାର୍ଯ୍ୟକ୍ରମ କରାହେଇଛି। ଏକ ସ୍ୱାଗତ ଯୋଗ୍ୟ। ସାର୍ ଯାହା କହିଲେ, ତେଣୁ ଆମେ ତାକୁ ବିଭିନ୍ନ ଏଇ ପବିତ୍ର ଐତିହ୍ୟ କଟକ ସହରର ଏହି ପବିତ୍ର କାର୍ଯ୍ୟାଳୟରେ ଆମେ ଆମ ଭିତରେ ଏକ ବୃତ୍ତିଗତ ଜୀବନରେ ଥାଇ ମଧ୍ୟ ଏକ ସୃଜନାତ୍ମକ ଚିନ୍ତାଧାରା ପରିପ୍ରକାଶ ସାହିତ୍ୟ, ଗଳ୍ପ, ପ୍ରବନ୍ଧ, କବିତା ବିଭିନ୍ନ ମାଧ୍ୟମରେ ଆମେ ପରିପ୍ରକାଶ କରିବୁ। ଏବଂ ଆମର ଯେଉଁ ଇଞ୍ଜିନିୟର ବନ୍ଧୁମାନେ ଏବଂ ଆମର ସହକର୍ମୀମାନେ ମଧ୍ୟ ସେମାନେ ବି ଏକ ସୃଜନାତ୍ମକ ଚିନ୍ତାଧାରା ପରିପ୍ରକାଶ କରିବେ, ଯାହାକି ପ୍ରଥମ ଆଜି ଆମେ ପ୍ରତିଫଳିତ କରିଛୁ। ତେଣୁ ଏହା ଏକ ସୁନ୍ଦର ପ୍ରୟାସ। ତେଣୁ ଏହା ଆମ ଭିତରେ ଏକ ନୈତିକ ମାନବିକ ମୂଲ୍ୟବୋଧ ସହିତ ଏକ ଭାଇଚାରାର ବନ୍ଧନ ଅତୁଟ ରହି ଆମେ ଆମର এই ବିଭାଗ ପ୍ରତି ସମର୍ପିତ ସେବା କରିବା ସହିତ ଆମେ କାର୍ଯ୍ୟଧାରାକୁ ଆଗାଇ ନେବୁ। ସାହିତ୍ୟ ଆମ ପ୍ରତି ସେଇଭଳି ଏକ ସଚେତନ ସୃଷ୍ଟି କରିବ। ଆମ ଭିତରେ